ଏହି ଗୋଟିଏ ବାକ୍ୟରେ ମାନେ ବହୁତ କିଛି ଲୁଚି ରହିଛି। ନିଶ୍ଚିତ ଭାବରେ ଆଜିର ଆଲୋଚନା ଏକ ଅସାଧାରଣ ପରିବର୍ତ୍ତନ ଉପରେ କେନ୍ଦ୍ରିତ। କିପରି ଜଣେ ସାଧାରଣ ମଣିଷ ମାନେ ଆମ ଭଳି ସେ ଦେବତା ସ୍ତରକୁ ଯାଇପାରେ, ଆଉ ଏହି ଯାତ୍ରାରେ ଶ୍ରୀମତ୍ର ଭୂମିକା କ'ଣ? ଏହା ସହିତ ଆମେ ସତ୍ୟଯୁଗ, ଯାହାକୁ ସ୍ୱର୍ଣ୍ଣିମ ଯୁଗ କୁହାଯାଏ, ଏବଂ କଳିଯୁଗ ମାନେ ଆମର ଏହି ବର୍ତ୍ତମାନର ଲୌହ ଯୁଗ, ଏ ଦୁଇଟା ଭିତରେ ପ୍ରକୃତ ପାର୍ଥକ୍ୟ କ'ଣ ତାକୁ ବୁଝିବାକୁ ଚେଷ୍ଟା କରିବା। ଠିକ୍ ଅଛି। ତେବେ ଚାଲନ୍ତୁ ଏହି ମୂଳ ବିଚାରକୁ ଖୋଲିବା। ମନୁଷ୍ୟରୁ ଦେବତା ହେବା, ଏଇଟା ତ ଶୁଣିବାକୁ ବହୁତ ବଡ଼ କଥା ଲାଗୁଛି। ମୁରଲୀରେ ଏକ ଶବ୍ଦ ବ୍ୟବହାର ହୋଇଛି, ଶ୍ରୀମତ୍। ଏହାର ମାନେ ପ୍ରକୃତ ଅର୍ଥ କ'ଣ? ଏହା ସାଧାରଣ ମତଠାରୁ କେମିତି ଅଲଗା? ଦେଖନ୍ତୁ, ଏଇଟା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଶ୍ରୀମତର ସିଧା ଅର୍ଥ ହେଲା ଶ୍ରେଷ୍ଠ ମତ। ଶ୍ରେଷ୍ଠ ମତ? ହଁ, ପରମାତ୍ମାଙ୍କ ମତ। ଦୁନିଆରେ ତ ଦେଖନ୍ତୁ ଅନେକ ପ୍ରକାରର ମତ ଅଛି। ମଣିଷର ମତ, ଶାସ୍ତ୍ରର ମତ, ଗୁରୁମାନଙ୍କ ମତ। ହଁ, ଠିକ୍। କିନ୍ତୁ ଶ୍ରୀମତ୍ କେବଳ ପରମପିତା ପରମାତ୍ମାଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ। ଆଉ ଏହାର ବିଶେଷତ୍ୱ ହେଉଛି ଏହା କୌଣସି ଧାର୍ମିକ କର୍ମକାଣ୍ଡ ନୁହେଁ। ଆଚ୍ଛା, ବରଂ ଏକ ଆଭ୍ୟନ୍ତରୀଣ ପରିବର୍ତ୍ତନର ପ୍ରକ୍ରିୟା। ଏହି ମତ ଉପରେ ଚାଲିଲେ ହିଁ ଜଣେ ଭ୍ରଷ୍ଟାଚାରୀ ମନୁଷ୍ୟ ମାନେ ସମ୍ପୂର୍ଣ୍ଣ ଶ୍ରେଷ୍ଠାଚାରୀ ଦେବତା ହୋଇପାରେ। ଆଉ ଏଠି ଦେବତା ଶବ୍ଦର ଅର୍ଥ କ'ଣ ବୁଝିବା? କ'ଣ ଏହା କେବଳ ସ୍ୱର୍ଗରେ ରହୁଥିବା କୌଣସି କାଳ୍ପନିକ ଚରିତ୍ର, ନା ଏହାର କିଛି ଗଭୀର ଅର୍ଥ ଅଛି? ହଁ, ମୁରଲୀରେ ଏହାକୁ ପୁରା ସ୍ପଷ୍ଟ କରାଯାଇଛି। ଏଠାରେ ଦେବତାମାନେ କୌଣସି ଚମତ୍କାର କରୁଥିବା ଶକ୍ତି ନୁହେଁ, ବରଂ ଏହା ହେଉଛି ଗୋଟେ ଅବସ୍ଥା। ଅବସ୍ଥା? ହଁ, ସମ୍ପୂର୍ଣ୍ଣ ନିର୍ବିକାରୀ ଅବସ୍ଥା। ଅର୍ଥାତ୍ ଯେଉଁଠି କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଏସବୁ କୌଣସି ବି ବିକାର ନଥାଏ। ବାବା କହନ୍ତି, ସେ ପତିତ ବିକାରୀ ମନୁଷ୍ୟକୁ ପୁଣି ଥରେ ପାବନ, ନିର୍ବିକାରୀ ଦେବତା କରିବାକୁ ଆସନ୍ତି। ଆଉ ଏହି ସବୁ ବିକାର ଭିତରେ ଗୋଟିଏକୁ ତ ମହାଶତ୍ରୁ ବୋଲି କୁହାଯାଇଛି। ମହାଶତ୍ରୁ? ତାହା କ'ଣ, ଆଉ ତାକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଇଛି? ସେହି ମହାଶତ୍ରୁ ହେଉଛି କାମ ବିକାର, ମାନେ ଦେହ ଅଭିମାନରୁ ଯେଉଁ ଆସକ୍ତି ଜନ୍ମ ନିଏ। ମୁରଲୀର ଦୃଷ୍ଟିକୋଣ ହେଉଛି ଯେ ଏହି ଗୋଟିଏ ବିକାର ହିଁ ବାକି ସବୁ ବିକାରର ମୂଳ। ତେଣୁ ଏହା ଉପରେ ଯିଏ ବିଜୟ ପାଇପାରିଲା, ସେ ଜଗତଜିତ୍ ହୋଇଯାଏ। ଜଗତଜିତ୍? ହଁ, ଅର୍ଥାତ୍ ସେ ସମଗ୍ର ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରେ। କାରଣ ସେତେବେଳେ ସେ ନିଜ ଇନ୍ଦ୍ରିୟଗୁଡ଼ିକର ଦାସ ନୁହେଁ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।